ଜାଣନ୍ତୁ ମାର୍ଚ୍ଚ 8ରେ କେଉଁମାନଙ୍କୁ ମିଳିବ 10,000 ସୁଭଦ୍ରା ଟଙ୍କା। ତେବେ ଏନେଇ ଆସିଗଲା ଆଉ ଏକ ବଡ଼ ଅପଡେଟ୍ ଯାହା ଆମେ ଭିଡିଓରେ ଜାଣିବା। ଯଦି ଆପଣ ବି ସୁଭଦ୍ରା ସ୍କିମରେ ଆବେଦନ କରିଛନ୍ତି ହେଲେ ଏପର୍ଯ୍ୟନ୍ତ ଟଙ୍କାଟିଏ ପାଇନାହାନ୍ତି ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ଯାହାକି ଆପଣଙ୍କୁ ମଧ୍ୟ ହେବ ବହୁତ ହେଲ୍ପଫୁଲ୍ ଯଦି ଆପଣ ବି ଟଙ୍କା ପାଇନଥିବେ। ଜାଣିବା ପୂର୍ବରୁ ଭିଡିଓକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ମାର୍ଚ୍ଚ 8ରେ କିଛି ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାରେ 10,000 ଟଙ୍କା ମିଳିବ। ଜାନୁଆରୀ ଶେଷ ସୁଦ୍ଧା 1 କୋଟି ଆବେଦନକାରୀଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରିବାକୁ ସରକାର ଲକ୍ଷ୍ୟ ରଖିଥିଲେ। ହେଲେ କେହି ବି ଜଣେ ଯୋଗ୍ୟ ହିତାଧିକାରୀ ଯେମିତି ବଞ୍ଚିତ ନ ହୁଅନ୍ତି ସୁଭଦ୍ରା ସ୍କିମରୁ ତା ଉପରେ ସରକାର ଗୁରୁତ୍ୱ ଦେଉଥିବା ପ୍ରଭାତୀ ସ୍ପଷ୍ଟ କରିଆସୁଛନ୍ତି। ତେବେ ସବୁଠୁ ବଡ଼ କଥା ହେଉଛି କିଛି ମହିଳାଙ୍କୁ 10,000 ଟଙ୍କା ମିଳିବ। ସୁଭଦ୍ରା ଯୋଜନାରେ ଅନେକ ମହିଳା ଆପ୍ଲାଏ କରିଥିଲେ ମଧ୍ୟ ସେମାନଙ୍କୁ ଏଯାବତ୍ ଟଙ୍କା ମିଳିନାହିଁ। ତେବେ ଚତୁର୍ଥ ପର୍ଯ୍ୟାୟରେ ଟଙ୍କା ମିଳିବ ବୋଲି ଆଶା କରିଥିବେ ହିତାଧିକାରୀ, ହେଲେ ସେମାନଙ୍କୁ ଟଙ୍କା ମଧ୍ୟ ମିଳିନାହିଁ। ତେବେ ଏହି ହିତାଧିକାରୀମାନଙ୍କୁ ଆଗାମୀ ମାର୍ଚ୍ଚ 8ରେ ଏକାବେଳେ ପ୍ରଥମ କିସ୍ତି ଆଉ ଦ୍ୱିତୀୟ କିସ୍ତିର ଟଙ୍କା ମିଶି 10,000 ମିଳିବାକୁ ଯାଉଛି। ତେବେ ଯଦି ଏଥିପାଇଁ ଆପଣ ଇକେୱାଇସି କରାଇ ନେଇଥିବା ନିହାତି ଜରୁରୀ। ଖାଲି ସେତିକି ନୁହେଁ, ଆପଣଙ୍କର NPCI କ୍ଲିୟର ମଧ୍ୟ ରହିଥିବା ଆବଶ୍ୟକ। ତେବେ ଆପଣଙ୍କୁ ମୋଟ ଉପରେ 10,000 ଟଙ୍କା ମିଳିଯିବ ମାର୍ଚ୍ଚ ମାସ 8 ତାରିଖରେ। ହେଲେ ସେଇମାନଙ୍କୁ ମିଳିବ 10,000 ଯେଉଁମାନେ ପ୍ରଥମ କିସ୍ତି ପାଇନାହାନ୍ତି, ଆଉ ଯେଉଁମାନେ ପ୍ରଥମ କିସ୍ତି ପାଇସାରିଥିବେ 5,000 ସେମାନଙ୍କୁ ଆଗାମୀ ମାର୍ଚ୍ଚ 8ରେ ଆଉ 5,000 ମିଳିବ ବୋଲି ସୂଚନା ରହିଛି। ତେବେ ଯଦି ଆପଣମାନେ ବି ଭାବୁଥିବେ କେଉଁମାନଙ୍କୁ ମିଳିବ ତେବେ ତାହାର ଲିଷ୍ଟ ଆମେ ଡେସ୍କ୍ରିପ୍ସନରେ ଦେଇଛୁ, ଆପଣମାନେ ଯାଇ ମଧ୍ୟ ଚେକ୍ କରିଦେଇପାରିବେ ଯାହାକି ମାର୍ଚ୍ଚ ମାସ 8 ତାରିଖରେ ଆସିବାକୁ ଯାଉଛି ଏହି ସମସ୍ତ ହିତାଧିକାରୀଙ୍କୁ 10,000 ଟଙ୍କା।